ସକାଳୁ କୁଆଡ଼େ ମୁଠି ଧାଇଁ ପଳାଉଛି ମୋହନ ଦେଇ ଯାଉଛନ୍ତି ଭାଇନା ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ରାଜ୍ୟରେ ଫ୍ଲାଗ ହୋଷ୍ଟିଂ ହେବ ଜାଣିନାହାନ୍ତି ତ ଚାଲନ୍ତୁ ଷ୍ଟାର୍ଟ କରିବା। ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ମୁଁ ପ୍ରକାଶ ଆପଣଙ୍କୁ ସ୍ୱାଗତ କରୁଛି ପରିବର୍ତ୍ତନ ପରିଶ୍ରମ ଆଉ ପରିକଳ୍ପନା ଦୁନିଆ ଯେଉଁଠି ମୁଁ ନିଜକୁ ପରିବର୍ତ୍ତନ କରିବାକୁ ଚାହୁଁଛି ଯେଉଁଟା କେବେ ହଉ ତାହା ଜଣାନି କିନ୍ତୁ ଚେଷ୍ଟା ଜାରି ରହିବ। ତ ସେଇ ଚେଷ୍ଟାରେ ଆଜି ହେଉଛି ସାଧାରଣତନ୍ତ୍ର ଦିବସ ଆଉ ସାଧାରଣତନ୍ତ୍ର ଦିବସରେ ଆମର ଗାଁରେ ପତାକା ଉତ୍ତୋଳନ କଲା। ତା ପୂର୍ବରୁ ମୁଁ କ'ଣ କରିବି ନିଜେ ରେଡ଼ି ହେଇକିରି ମନ୍ଦିରକୁ ଯାଇ ପ୍ରାର୍ଥନା କରି ପଞ୍ଚାୟତ ହାତରେ ହାଜର ହେଇଯିବା କଥା। ପଞ୍ଚାୟତରେ ହାଜର ହେଇଗଲେ ଖାଲି ହେଉଛି ପଞ୍ଚାୟତରେ ଭାଇ ଆମେ ଯେମିତି ପିଲାବେଳେ ସ୍କୁଲରୁ ମାର୍ଚ୍ଚ କରି ପଞ୍ଚାୟତ ବସି ଯାଇକି ପତାକା ଉତ୍ତୋଳନ କରୁଥିଲୁ ଏବେ ବି ସେମିତି ପଞ୍ଚାୟତରେ ମୁଁ କାମ କରୁଛି ସିନା ପଞ୍ଚାୟତ ପତାକା ଉତ୍ତୋଳନ କଲେ ରହିବା ବାଧ୍ୟ ଭାଇନା। କାହିଁକିନା ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ତ ଦେବାର ଅଛି, ଯେଉଁମାନେ ଆମ ସମ୍ବିଧାନକୁ ପ୍ରଣୟନ କରିଥିଲେ ତାଙ୍କୁ ତ ସମ୍ମାନ ଦେବାର ଅଛି, ଆଉ ଯେଉଁମାନଙ୍କ ଦ୍ୱାରା ଆମେ ଗଣତନ୍ତ୍ର ରାଜ୍ୟ ଲାଭ କରୁଛୁ ତାଙ୍କୁ ତ ସମ୍ମାନ ଦେବାର ଅଛି। ତା ସହିତ ଆମେ ଦେଶ ମାତୃକାକୁ ମଧ୍ୟ ସମ୍ମାନ ଦେବାର ଅଛି। ତ ଆଜି ବି ସେମିତି ଗଣତନ୍ତ୍ର ରାଜ୍ୟରେ ସମ୍ବିଧାନ ପ୍ରଣୟନ ଆମର ହେଇଥିଲା ଯେଉଁ ଜାନୁଆରୀ 26 ତାରିଖରେ ତାକୁ ମନେ ରଖିବା ପାଇଁ ଆମେ ଜାନୁଆରୀ 26 ପାଳନ କରୁ। ଆଉ ପାଳନ ଆମ ଗାଁରେ ହେଇଥିଲା, ଆଉ ଗାଁର ଛକ ମଧ୍ୟରେ ହେଇଥିଲା, ପଞ୍ଚାୟତ ହେଇଥିଲା, ସ୍କୁଲ ହେଇଥିଲା। ଆମେ ବିଭିନ୍ନ ଛକରେ ମଧ୍ୟ ଆମ ଗାଁର ୟୁଥ୍ ପିଲାମାନେ ମଧ୍ୟ କରିଥିଲୁ। ତ ଜାନୁଆରୀ 26ର ପାଳନ ସହିତ ଆଜି ଆମ ପଞ୍ଚାୟତରେ ମଧ୍ୟ ବୈଠକ ମଧ୍ୟ ହୋଇଥିଲା, ଯେଉଁଟାକି ଆମ ଗାଁର ଉନ୍ନତି ଆଉ ଲୋକଙ୍କୁ ସଚେତନ କରିବା ପାଇଁ କ'ଣ କ'ଣ ଆବଶ୍ୟକ ତାହା ମଧ୍ୟ ହୋଇଥିଲା। ତା ସହ ଆମ ପଞ୍ଚାୟତର ଗୋଟେ ଷ୍ଟାଫ୍ ପଞ୍ଚାୟତରେ ଆମ ଗ୍ରାମର ଜଣେ ଷ୍ଟାଫ୍ ତାଙ୍କର ଦେହାନ୍ତ ହୋଇଥିଲା, ତ ତାଙ୍କ ପାଇଁ କିଛି ମୌନ ମଧ୍ୟ ପାଳନ କରାଯାଇଥିଲା। ତା ସହ ଆମେ ସମସ୍ତେ ମିଳିମିଶି ଏତିକି ଗୋଟେ ପ୍ରାର୍ଥନା କଲୁ କି ପ୍ରଭୁ ତାଙ୍କର ଆତ୍ମାକୁ ସଦ୍ଗତି। ଏ ସହିତ ଆମର ପିଓ ମ୍ୟାଡ଼ାମ୍ ଲୋକଙ୍କୁ ଆମର ଯେଉଁମାନେ ଆସିଥିଲେ ସେମାନଙ୍କୁ ନିଜର ପରିଚୟ ଦେବା ସହ ଆମ ପଞ୍ଚାୟତର କୌଣସି କାର୍ଯ୍ୟ କେଉଁ ପ୍ରକାର ହେବ ତାହା ମଧ୍ୟ ବୁଝାଇଥିଲେ। ତା ସହ ଆମର ଯେଉଁ ବ୍ୟାଙ୍କରୁ ଷ୍ଟାଫ୍ ଆସିଥିଲେ ଯେଉଁମାନେ କି ବ୍ୟାଙ୍କରେ ଆମର ତାଙ୍କେ ମଧ୍ୟ ବ୍ୟାଙ୍କ ଉପରେ କିଛି ସଚେତନ ବାର୍ତ୍ତା ଦେଇଥିଲେ। ତା ପରିଶେଷରେ ଆମେ ସଭା ସାନ କରି ଯିଏ ଯାହା ଘରକୁ ଫେରିଲୁ। ସେ ପର୍ଯ୍ୟନ୍ତ ମୁଁ ପ୍ରକାଶ ଆପଣଙ୍କୁ ବିଦାୟ ନେଉଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।